ନମସ୍କାର। ଯେ ଆମେ ଆଜି ଆଲୋଚନା କରିବା ଯେ ତୃଣମୂଳ ସ୍ତରରୁ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ କ୍ରୀଡ଼ାର ବିକାଶରେ କିଭଳି ଭାବରେ ଭୂମିକା ନିର୍ବାହ କରନ୍ତି ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କର କ୍ରୀଡ଼ା ପ୍ରତି ସବୁ ଅବଦାନ କ'ଣ ଏବଂ କ'ଣ ଅବଦାନ ରହିବା ଦରକାର। ତେବେ ଆପଣମାନେ ଜାଣିଥିବେ ଯେ ଖେଳର ପ୍ରକୃତ ଯେଉଁ ମୂଳ ତୃଣମୂଳ ସ୍ତରରୁ ଯେଉଁଟା ଆରମ୍ଭ ହୁଏ ସ୍କୁଲ ପରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। କିନ୍ତୁ ଆପଣମାନେ ଯଦି ଦେଖିବେ ଓଡ଼ିଶାରେ ଏଇ ଜିନିଷ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। କାହିଁକିନା ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ହେଉ, ବିଦ୍ୟାଳୟ ହେଉ ବା ସ୍କୁଲ ସ୍ତରରେ ଏତେଟା କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଏନି। ଫଳରେ ମାନେ ଓଡ଼ିଶାର ଉଦାହରଣ ଆମେ ସାରା ଦେଶରେ ନେଇପାରିବା ଯେ ବହୁ ଯେଉଁ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବା ବେସରକାରୀ ଯେଉଁଠି କ୍ରୀଡ଼ାକୁ ଏତେ ଗୁରୁତ୍ୱ ଦିଆଯାଏନି। ଏଭଳି ଯଦି ଆପଣ ଦେଖିବେ ସେଠି ଯେଉଁ ସ୍ପୋର୍ଟସ୍ କାଉନସିଲ୍ ଯେଉଁଟା କ୍ରୀଡ଼ା ପରିଷଦ ଥାଏ, ପ୍ରାୟତଃ ସେ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ସେଗୁଡ଼ିକ ନାହିଁ। ଫଳରେ କେବଳ ଗୋଟିଏ ଛୋଟ ମୋଟ ବାର୍ଷିକ କ୍ରୀଡ଼ା ବା ତାଙ୍କରି ଅନ୍ତଃ କଲେଜ ସ୍ତରୀୟ କିଛି କ୍ରୀଡ଼ା ଇଭେଣ୍ଟ କରି ସେମାନେ ସେତିକିରେ ସୀମିତ ରହିଯାଆନ୍ତି। ଅଧିକ ଆଗକୁ କ୍ରୀଡ଼ା ବଢ଼େ ନାହିଁ। ପିଲା ସେମିତି ଆଡ଼ମିସନ୍ କରନ୍ତି ଏବଂ ପରୀକ୍ଷା ପରେ ପରୀକ୍ଷା ଦେଇ ଚାଲନ୍ତି ଆଉ ପାସ୍ କରିକି ସେମିତି ଚାଲିଯାଆନ୍ତି। ଏମିତି କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ନଥାଏ। ଆପଣ ଦେଖନ୍ତୁ ଏମିତି ବି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆମ ଦେଶରେ ଯେତିକି ବିଶ୍ୱବିଦ୍ୟାଳୟ ରହିଛି ବିଶ୍ୱସ୍ତରରେ ସେମାନଙ୍କର ସ୍ଥିତି ଶିକ୍ଷା କ୍ଷେତ୍ରରେ ଯେଉଁ ପାଠପଢ଼ା କ୍ଷେତ୍ରରେ ବି ନାହିଁ। ତେଣୁ ନା ଖେଳରେ ନା ପାଠପଢ଼ାରେ ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଗୁଆ। ଆମେ ପାଠପଢ଼ା କଥା କହିବୁ ନାହିଁ, ବଟ୍ ଆମେ ଖେଳ ବିଷୟରେ ଆଲୋଚନା କରିବୁ। ଖେଳ ଗୋଟିଏ ବର୍ତ୍ତମାନ ସମୟରେ ପୃଥିବୀରେ ଖେଳ ଗୋଟିଏ ବଡ଼ ଯେଉଁ ସମ୍ମାନ ଯେଉଁଟାକି କୁହାଯିବ ଗୋଟେ ପ୍ରେଷ୍ଟିଜ୍ ଆକାରରେ ଛିଡ଼ା ହେଇଛି। ସେଥିପାଇଁ ତ ଆଜି 100ରୁ ଉର୍ଦ୍ଧ୍ୱ ବର୍ଷ ଧରି ଅଲିମ୍ପିକ୍ସ ଆୟୋଜିତ ହେଇ ଆସୁଛି। ବଡ଼ ବଡ଼ ଦେଶମାନେ ଆମେରିକା ହୁଅନ୍ତୁ, ଚୀନ ହୁଅନ୍ତୁ, ଜାପାନ ହୁଅନ୍ତୁ, ଇଂଲଣ୍ଡ ହୁଅନ୍ତୁ ବା ଯେଉଁ ଜର୍ମାନୀ ହୁଅନ୍ତୁ, ଏମାନେ ସବୁ ଖେଳକୁ ଗୁରୁତ୍ୱ ଦେଇକି ଆସିଛନ୍ତି ଏବଂ ସେସବୁ କ୍ରୀଡ଼ା ଗୁଡ଼ିକରେ ସେମାନେ କିଭଳି ଉଚ୍ଚ ପ୍ରଦର୍ଶନ କରିବେ, ଶ୍ରେଷ୍ଠ ପ୍ରଦର୍ଶନ କରିବେ, ସଦାବେଳେ ସେମାନେ ପ୍ରୟାସ ଜାରି ରଖିଛନ୍ତି। ସେହି ଆଧାରରେ ଆମେ ଭାରତ ବହୁ ପଛରେ ରହିଛି ଏବଂ ଆଜି ବି ଆମେ ସଂଘର୍ଷ କରୁଛେ ସ୍ୱର୍ଣ୍ଣ ଜିତିବା ପାଇଁ ବା ପଦକରେ 2 ଅଙ୍କ ଛୁଇଁବା ପାଇଁ। ତେବେ ଆମେ ଆମେ ଆଲୋଚନାକୁ ଓଡ଼ିଶା ଦିଗକୁ ନେବା ଯେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ରହିଛନ୍ତି ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ କାହିଁକି କ୍ରୀଡ଼ା ପ୍ରତି ଏତେ ବିମୁଖ ବା କ୍ରୀଡ଼ା ପ୍ରତି ସେମାନଙ୍କର କାହିଁକି ଆଗ୍ରହ ନାହିଁ। ମୁଁ ପ୍ରଥମେ କହି ରଖେ ଯେ ଏ ବିଷୟରେ ଏକ ଆଲୋଚନା ମୂଳକ ଗୋଟିଏ ଯେଉଁ ଆର୍ଟିକଲ୍ ଆପଣ ଆମ ଓଡ଼ିଶାର 12ରୁ 18 ଡିସେମ୍ବର ସଂସ୍କରଣରେ ଗୋଟେ ପ୍ରକାଶ ପାଇଛି। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି ସେ ଆର୍ଟିକଲ୍ଟି ବା ଯେଉଁ ରିପୋର୍ଟଟି ଲେଖିଛନ୍ତି। ତେଣୁ ଓଡ଼ିଶାରେ ଶୀର୍ଷକ ରହିଛି ଯେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନେ ଖେଳ ପ୍ରତି ବିମୁଖ କାହିଁକି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ସାର୍ ଯେଉଁ ଆଲୋଚନା କରିଛନ୍ତି ନିକଟରେ ଯେଉଁ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶେଷ ହେଲା ରାଜସ୍ଥାନରେ, ସେଥିରେ ଓଡ଼ିଶାର ପ୍ରଦର୍ଶନ ଏବଂ ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକର କ୍ରୀଡ଼ା ପ୍ରତି ଯେଉଁ ବୈମାତ୍ରିକ ମନୋଭାବ ସେ ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ସାର୍ କହୁଛନ୍ତି ଯେ ଯେଉଁ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦେଶର 222 ବିଶ୍ୱବିଦ୍ୟାଳୟ ସରକାରୀ ବେସରକାରୀ ବିଶ୍ୱବିଦ୍ୟାଳୟ ଭାଗ ନେଇଥିଲେ। ସେଥିରୁ ଓଡ଼ିଶାରୁ ମାତ୍ର 5ଟି ବିଶ୍ୱବିଦ୍ୟାଳୟ ସେଥିରେ ସାମିଲ ହୋଇଥିଲେ ଏବଂ 5ଟି ବିଶ୍ୱବିଦ୍ୟାଳୟରୁ 3ଟି ବିଶ୍ୱବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଖେଳାଳି ପଠାଇଥିଲେ। ତନ୍ମଧ୍ୟରୁ 4ଟି ବିଶ୍ୱବିଦ୍ୟାଳୟ ମିଳିତ ଭାବରେ 13ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 10ଟି ବ୍ରୋଞ୍ଜ ପଦକ ସହ ମୋଟ 28ଟି ପଦକ ଜିତିଥିଲେ। ସେଥିରୁ କିଟ୍ ସିଂହଭାଗ ପଦକ ଜିତିଥିଲା। କିଟ୍କୁ 21ଟି ପଦକ ମିଳିଥିଲା, ସେମାନେ 10ଟି ସ୍ୱର୍ଣ୍ଣ ଜିତିଥିଲେ। ଅବଶିଷ୍ଟ ପଦକ ଆପଣ ବ୍ରହ୍ମପୁର, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟକୁ ମିଳିଥିଲା। ତେବେ କଥା ହେଉଛି ଯେ ଆମ ଦେଶରେ ଆମ ରାଜ୍ୟରେ ବହୁ ବିଶ୍ୱବିଦ୍ୟାଳୟ ରହିଛି। ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି।
ଆପଣ ଦେଖନ୍ତୁ କିଟ୍ ହିଁ କେବଳ ଘରୋଇ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ କିଟ୍ ହିଁ କେବଳ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଯେଉଁ ୟୁନିଭର୍ସିଟି ସ୍ତରୀୟ ହେଉ ଅଲମ୍ପିକ୍ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାରେ ସେମାନେ ତାଙ୍କର ପିଲା ପ୍ରତିନିଧିତ୍ୱ କରୁଛନ୍ତି ଏବଂ ପଦକ ମଧ୍ୟ ଜିତୁଛନ୍ତି। କିନ୍ତୁ ଅନ୍ୟ ବିଶ୍ୱବିଦ୍ୟାଳୟ ଦେଖନ୍ତୁ, ଅନ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଦେଖନ୍ତୁ ଏବଂ ସରକାରୀ ବିଶ୍ୱବିଦ୍ୟାଳୟ ଦେଖନ୍ତୁ, ପ୍ରାୟତଃ ଏ କ୍ଷେତ୍ରରେ ପ୍ରତିନିଧିତ୍ୱ କମ୍। ଏଥର ଯଦି ଆମେ ମାନେ ଏଇ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦେଖିବା ଯେ କେବଳ ପ୍ରତ୍ୟାଶାରେ ସନ୍ତରଣରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏକମାତ୍ର ପ୍ରତିଯୋଗୀ ଭାବରେ ପ୍ରତିନିଧିତ୍ୱ କରିଥିଲେ ଏବଂ ସେ ଏକାକୀ 5ଟି ପଦକ ଜିତିବାରେ ସଫଳ ହୋଇଥିଲେ। ତେଣୁ ସବୁଠୁ ବଡ଼ କଥା ହେଉଛି ସେ ଯଦି ଏକାକୀ ଏତିକି ସେମିତି ବ୍ରହ୍ମପୁରକୁ ଗୋଟାଏ ପଦକ ଭାରୋତ୍ତୋଳନରେ ଏବଂ ସନ୍ତରଣରେ ରମାଦେବୀକୁ ଗୋଟିଏ ପଦକ ଏମିତି ମିଳିଥିଲା। ତେବେ କଥା ହେଉଛି ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ କାହିଁକି ଏ ଦିଗରେ ଗୁରୁତ୍ୱ ଦେଉନାହାନ୍ତି ବା ଖେଳକୁ ଯେଉଁ ପ୍ରୋତ୍ସାହିତ କରିବା ପାଇଁକି ଆଗଭର କାହିଁକି ହେଉନାହାନ୍ତି। ରାଜ୍ୟ ସରକାର ଆପଣ ଦେଖନ୍ତୁ ତୃଣମୂଳ ସ୍ତରରୁ ସ୍କୁଲ ସ୍ତରରୁ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଗଠନ କରୁଛନ୍ତି ଏବଂ ତା ସହିତ ଖେଳାଳିଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଯେଉଁମାନେ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଅଛନ୍ତି ସେମାନେ କାହିଁକି ଆଗକୁ ଆସୁନାହାନ୍ତି ବା ଏ ଯେଉଁ ଖେଳ ଏବଂ ଖେଳାଳିକୁ କାହିଁକି ଆଗେଇ ନେବାରେ ସେମାନେ ଆଗଭର ହେଉନାହାନ୍ତି, ଇଏ ଗୋଟିଏ ବହୁତ ବଡ଼ ପ୍ରଶ୍ନ। ଆମେ ନା ପାଠରେ ଆଗେଇ ପାରିଲୁ, ଯଦି ପାଠରେ ନ ହେଉଛୁ ଖେଳରେ ଆଗେଇ ପାରିଲୁ ନା କେଉଁଥିରେ ଆମେ ହେଇପାରୁନାହୁଁ। ଯଦି ରାଜ୍ୟ ମାନ୍ୟତାରେ ଦେଖିବୁ ବି ଆମ ୟୁନିଭର୍ସିଟି ଗୁଡ଼ିକର ଶିକ୍ଷା କ୍ଷେତ୍ରରେ ଭାରି ଯେଉଁ ସ୍ଥାନ ଅତି ଦୁର୍ଦୁଲ୍ୟମାନ ବା ଦୟନୀୟ ସ୍ଥିତି କହିଲେ ହେବ। ତେଣୁ କ୍ରୀଡ଼ା କ୍ଷେତ୍ରରେ ତ ସେ କଥା କହିବା ମାନେ ଉଚିତ ହେବ ନାହିଁ। ତେବେ ଯେତିକି ମୁଁ ଜାଣିଛି ଯେ ରେଭେନ୍ସା ଯିଏକି କଟକ କଲେଜରୁ ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜରୁ ଦୀର୍ଘ 100 ବର୍ଷରୁ ଉର୍ଦ୍ଧ୍ୱ ଧରିକି ଯଦି ଆମେ ତା ପୂର୍ବ କଥା ଦେଖିବା, ନିୟମିତ ଭାବରେ ବାର୍ଷିକ କ୍ରୀଡ଼ା ସେମାନେ ବାର୍ଷିକ କ୍ରୀଡ଼ା ବିଭିନ୍ନ ଇଭେଣ୍ଟରେ ଆୟୋଜିତ ହେଉଥିଲା। ଯେଉଁ ପୁରୁଣା ଇତିହାସ ଆମେ ଦେଖିବୁ ଏବଂ ଯିଏ କଲେଜ ଚାମ୍ପିଅନ୍ ହେଉଥିଲେ ଆଥଲେଟିକ୍ସରେ ତାଙ୍କୁ ବହୁ ସମ୍ମାନ ମିଳୁଥିଲା ଏବଂ ସମସ୍ତେ ତାଙ୍କୁ ଯେଉଁ କଲେଜ ଚାମ୍ପିଅନ୍ ଭାବରେ ହିରୋ ଭାବେ ଗଣନା କରୁଥିଲେ। କିନ୍ତୁ ସେହି ପରିବେଶ ବର୍ତ୍ତମାନ ହୁଏତ ଦେଖିବାକୁ ମିଳୁନି ଏବଂ ସେଇ ଯେଉଁ ଧାରା ଆଉ କୌଣସି ବିଶ୍ୱବିଦ୍ୟାଳୟ ନାହିଁ ବା କଲେଜରେ ସେମିତି ଦେଖିବାକୁ ମିଳେନି ଯେ ସେ କଲେଜ ସ୍ତରରୁ ଏଇଭଳି ଭଲ ଖେଳାଳି ବାହାରିବା ଏବଂ ଦେଶ ରାଜ୍ୟକୁ ପ୍ରତିନିଧିତ୍ୱ କରି ପଦକ ଆଣିବା ଭଳିଆ ସ୍ଥିତି କାହିଁକି ଦେଖିବାକୁ ମିଳୁନାହିଁ। ତେଣୁ କଥା ହେଉଛି ଯଦି ଆମେ ଖେଳର ବିକାଶ ଦିଗରେ ଯଦି ଆମେ ତୃଣମୂଳ ସ୍ତରରୁ ଅର୍ଥାତ୍ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟକୁ ଗୁରୁତ୍ୱ ନ ଦେବା ତାହେଲେ ଖେଳ ଆଗେଇ ପାରିବ ନାହିଁ। ତେଣୁ ଇଏ ହେଉଛି ତା'ର ମୂଳ, ଯେଉଁ ଖେଳକୁ ଆଗକୁ ଆଗେଇ ନେବାର ଯେଉଁ ମୂଳ ହେଉଛି ଏହିସବୁ ସ୍ତର। ତେଣୁ ଏ ଦିଗରେ ଯଦି ଆମେ ବାଧା ଉପୁଜେଇବା ବା ପିଲାଙ୍କୁ ସୁଯୋଗ ନ ଦେବା ବା ପ୍ରୋତ୍ସାହିତ ନ କରିବା ଖେଳ କେବେ ବି ଆଗେଇ ପାରିବ ନାହିଁ। ଯେଉଁ ଆମ ପ୍ରଧାନମନ୍ତ୍ରୀ ଯେଉଁ ଦେଖୁଛନ୍ତି ଯେ ଆମ ଦେଶ ଗୋଟିଏ କ୍ରୀଡ଼ା ମହାଶକ୍ତି ଭାବରେ ଆଗାମୀ ଦିନରେ ଉଭା ହେବ, ଏହା ସମ୍ଭବ ହେବ ନାହିଁ ଯେ ପର୍ଯ୍ୟନ୍ତ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଗୁଡ଼ିକ କ୍ରୀଡ଼ାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବା ଅଂଶ ଭାବରେ ଗ୍ରହଣ ନ କରିବେ। ଆପଣମାନେ ଜାଣିଥିବେ ଯେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅହମ୍ମଦାବାଦରେ ଆୟୋଜିତ ହେବାକୁ ଯାଉଛି ଏବଂ 2036 ଅଲିମ୍ପିକ୍ସ କ୍ରୀଡ଼ା ନେଇ ଭାରତ ସରକାର ଆଗ୍ରହୀ ରହିଛନ୍ତି ଏବଂ କେମିତି ଆୟୋଜନ ଅଧିକାର ପାଇବେ ସେ ଦିଗରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ଯଦି ଦେଶକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସୁଛି ବା ଆଗାମୀ ଦିନରେ ଅଲିମ୍ପିକ୍ସ ମଧ୍ୟ ଆସିବ, ତ ଏବେଠୁ ଯଦି ଆମେ ପ୍ରସ୍ତୁତି ନ କରିବା, ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ସ୍ତରରୁ ଯଦି କ୍ରୀଡ଼ାକୁ ଆଗେଇ ନେବାରେ ଆମେ ସହାୟକ ନ ହେବା ତାହେଲେ ଆମେ ହୁଏତ କ୍ରୀଡ଼ା ଆୟୋଜନରେ ଖାଲି କେବଳ ସୀମିତ ରହିଯିବୁ, କ୍ରୀଡ଼ା ପ୍ରଦର୍ଶନ ଆମର ଭଲ ରହିବ ନାହିଁ। ତେଣୁ ଆଶା କରୁଛି ଯେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ କଲେଜ ଏହି କ୍ରୀଡ଼ାକୁ ଏକ ମୁଖ୍ୟ ଅଂଶ ଭାବରେ ଗ୍ରହଣ କରିବେ ଏବଂ କ୍ରୀଡ଼ାବିତ ଉଭୟଙ୍କୁ ପ୍ରୋତ୍ସାହିତ କରିବେ ଏବଂ କ୍ରୀଡ଼ାକୁ ଗୋଟିଏ ସମାନ ଭାବରେ ଗ୍ରହଣ କରି ସେମାନେ ତାଙ୍କ ପିଲାମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତର କ୍ରୀଡ଼ା ପାଇଁ ସେମାନେ ପ୍ରସ୍ତୁତ କରାଇବେ ଏବଂ ଯେଉଁଟାକି କେବଳ ସେମାନଙ୍କର ବିଶ୍ୱବିଦ୍ୟାଳୟ ନୁହଁ,
ରାଜ୍ୟ ପାଇଁ ନୁହଁ ଦେଶ ପାଇଁ ଗୌରବର କାରଣ ପାଲଟିବ।